ओम शांति 4/10/2025 प्रातः मुरली बापदादा मधुबन। मीठे बच्चे, श्रेष्ठରୁ ଶ୍ରେଷ୍ଠ ହେବା ପାଇଁ ସ୍ୱୟଂ ଭଗବାନ ତୁମକୁ ଶ୍ରେଷ୍ଠ ମତ ଦେଉଛନ୍ତି, ଯାହାଦ୍ୱାରା ତୁମେ ନର୍କବାସୀରୁ ସ୍ୱର୍ଗବାସୀ ହୋଇଯାଉଛ। ଆଜିର ପ୍ରଶ୍ନ, ଦେବତା ହେଉଥିବା ପିଲାମାନଙ୍କୁ ବିଶେଷ ଭାବରେ କେଉଁ କଥା ଉପରେ ଧ୍ୟାନ ଦେବାକୁ ପଡ଼ିବ? ଦେବତା ହେଉଥିବା ପିଲାମାନଙ୍କୁ ବିଶେଷ କରି କେଉଁ କଥା ଉପରେ ଧ୍ୟାନ ଦେବାକୁ ପଡ଼ିବ? ଉତ୍ତର, କେବେ ବି କୌଣସି କଥାରେ ରୁଷିବାର ନାହିଁ କି ଚେହେରାକୁ ମୁର୍ଦାର ଭଳି କରିବାର ନାହିଁ। କାହାକୁ ବି ଦୁଃଖ ଦେବାର ନାହିଁ। ଯଦି ଦେବତା ହେବାର ଅଛି, ତେବେ ମୁଖରୁ ସର୍ବଦା ଫୁଲ ଅର୍ଥାତ୍ ମଧୁର ସୁଖଦାୟୀ ବାଣୀ ବାହାରୁ। ଯଦି କଣ୍ଟା କିମ୍ବା ପଥର ଅର୍ଥାତ୍ ଦୁଃଖଦାୟୀ କଟୁ ବଚନ ବାହାରୁଛି, ତେବେ ତୁମକୁ ପଥର କୁହାଯିବ। ତେଣୁ ବହୁତ ଭଲ ଗୁଣ ଧାରଣ କରିବାକୁ ହେବ। ଏହିଠାରେ ହିଁ ସର୍ବଗୁଣ ସମ୍ପନ୍ନ ହେବାକୁ ପଡ଼ିବ। ଯଦି ଧର୍ମରାଜଙ୍କ ଠାରୁ ଦଣ୍ଡ ପାଇବ, ତେବେ ପୁଣି ଭଲ ପଦ ମିଳିବ ନାହିଁ। ଓମ୍ ଶାନ୍ତି। ନୂଆ ବିଶ୍ୱ କିମ୍ବା ନୂଆ ଦୁନିଆର ମାଲିକ ହେଉଥିବା ଆତ୍ମିକ ସନ୍ତାନମାନଙ୍କୁ ଆତ୍ମିକ ପିତା ବସି ବୁଝାଉଛନ୍ତି। ଏ କଥା ତ ପିଲାମାନେ ଜାଣିଛନ୍ତି ଯେ ବାବା ବେହଦର ସମ୍ପତ୍ତି ଦେବା ପାଇଁ ଆସିଛନ୍ତି। ଆମେ ଯୋଗ୍ୟ ନଥିଲୁ। କହିଥାନ୍ତି, ହେ ପ୍ରଭୁ, ମୁଁ ଯୋଗ୍ୟ ନୁହେଁ, ମୋତେ ଯୋଗ୍ୟ କରି ଗଢ଼। ବାବା ପିଲାମାନଙ୍କୁ ବୁଝାଉଛନ୍ତି ଯେ ତୁମେମାନେ ମଧ୍ୟ ମନୁଷ୍ୟ ଏବଂ ଏହି ଦେବତାମାନେ ମଧ୍ୟ ମନୁଷ୍ୟ, ପରନ୍ତୁ ଏମାନଙ୍କ ଭିତରେ ଦୈବୀ ଗୁଣ ଅଛି। ଏମାନଙ୍କୁ ପ୍ରକୃତରେ ସତ୍ୟ ମାନବ କୁହାଯିବ। ମନୁଷ୍ୟମାନଙ୍କ ଭିତରେ ଆସୁରୀ ଗୁଣ ରହିଥାଏ, ତେଣୁ ଚଳଣି ପଶୁତୁଲ୍ୟ ହୋଇଥାଏ। ଦୈବୀ ଗୁଣ ନଥିଲେ ତାକୁ ଆସୁରୀ ଗୁଣ କୁହାଯାଏ। ଏବେ ପୁଣି ବାବା ଆସି ତୁମକୁ ଶ୍ରେଷ୍ଠ ଦେବତା କରୁଛନ୍ତି। ସତ୍ୟଖଣ୍ଡରେ ରହୁଥିବା ପ୍ରକୃତ ସତ୍ୟ ମନୁଷ୍ୟ ଏହି ଲକ୍ଷ୍ମୀ ନାରାୟଣ ଅଟନ୍ତି। ଏମାନଙ୍କୁ ଦେବତା କୁହାଯାଏ। ଏମାନଙ୍କ ଭିତରେ ଦୈବୀ ଗୁଣ ଅଛି। ଯଦିଓ ଗାୟନ କରିଥାନ୍ତି, ହେ ପତିତ ପାବନ ଆସନ୍ତୁ, ପରନ୍ତୁ ପବିତ୍ର ରାଜା ଏବଂ ପତିତ ରାଜା କିପରି ହୋଇଥାନ୍ତି, ଏହି ରହସ୍ୟକୁ କେହି ଜାଣନ୍ତି ନାହିଁ। ତାହା ହେଲା ଭକ୍ତି ମାର୍ଗ। ଜ୍ଞାନକୁ ତ ଆଉ କେହି ଜାଣନ୍ତି ନାହିଁ। ତୁମମାନଙ୍କୁ ବାବା ବୁଝାଉଛନ୍ତି ଏବଂ ଏହିଭଳି ତିଆରି କରୁଛନ୍ତି। କର୍ମ ତ ସତ୍ୟ ଯୁଗରେ ଦେବତାମାନେ ମଧ୍ୟ କରିଥାନ୍ତି, ପରନ୍ତୁ ସେମାନେ ପତିତ କର୍ମ କରନ୍ତି ନାହିଁ। ସେମାନଙ୍କ ଭିତରେ ଦୈବୀ ଗୁଣ ରହିଛି। ଖରାପ କାମ କରୁନଥିବା ବ୍ୟକ୍ତି ହିଁ ସ୍ୱର୍ଗବାସୀ ହୋଇଥାନ୍ତି। ନର୍କବାସୀଙ୍କ ଦ୍ୱାରା ମାୟା ଖରାପ କାମ କରାଇଥାଏ। ଏବେ ଭଗବାନ ଆସି ଶ୍ରେଷ୍ଠ କର୍ମ କରାଉଛନ୍ତି ଏବଂ ଶ୍ରେଷ୍ଠ ମତ ଦେଉଛନ୍ତି। କହୁଛନ୍ତି, ଏଭଳି ଖରାପ କାମ କରନାହିଁ। ଶ୍ରେଷ୍ଠରୁ ଶ୍ରେଷ୍ଠ ହେବା ପାଇଁ ଶ୍ରେଷ୍ଠରୁ ଶ୍ରେଷ୍ଠ ମତ ଦେଉଛନ୍ତି। ଦେବତାମାନେ ଶ୍ରେଷ୍ଠ ଅଟନ୍ତି ନା? ରହିଥାନ୍ତି ମଧ୍ୟ ନୂଆ ଦୁନିଆ ସ୍ୱର୍ଗରେ, କିନ୍ତୁ ଏ କଥା ମଧ୍ୟ ତୁମମାନଙ୍କ ଭିତରେ ପୁରୁଷାର୍ଥର କ୍ରମାନୁସାରେ ଜାଣିଛନ୍ତି। ସେଥିପାଇଁ ମାଳା ମଧ୍ୟ ତିଆରି ହୋଇଥାଏ 8ର କିମ୍ବା 108ର, ଏପରିକି 16,108ର ବି କୁହାଯାଇପାରିବ। ସେଥିରେ ବି କ'ଣ ଅଛି? ଏତେ କୋଟି ମନୁଷ୍ୟ ଅଛନ୍ତି, ଏଥିରୁ 16,000 ବାହାରିଲେ ତ ବଡ଼ କଥା କ'ଣ ହେଲା? ସେଥିରୁ 1/4 ବି ନୁହେଁ। ବାବା ପିଲାମାନଙ୍କୁ କେତେ ଶ୍ରେଷ୍ଠ କରି ଗଢ଼ୁଛନ୍ତି। ପ୍ରତିଦିନ ପିଲାମାନଙ୍କୁ ବୁଝାଉଛନ୍ତି ଯେ କୌଣସି ବି ଖରାପ କର୍ମ କର ନାହିଁ। ତୁମକୁ ଏପରି ବାବା ମିଳିଛନ୍ତି, ତେଣୁ ବହୁତ ଖୁସି ହେବା ଦରକାର। ତୁମେ ବୁଝୁଛ ଯେ ଆମକୁ ବେହଦର ବାବା ପୋଷ୍ୟପୁତ୍ର ଭାବରେ ଗ୍ରହଣ କରିଛନ୍ତି। ଆମେ ତାଙ୍କର ହୋଇଛୁ। ବାବା ହେଲେ ସ୍ୱର୍ଗର ରଚୟିତା। ତେବେ ଏହିପରି ସ୍ୱର୍ଗର ମାଲିକ ହେବା ପାଇଁ ହେଲେ ସର୍ବଗୁଣ ସମ୍ପନ୍ନ ଯୋଗ୍ୟ ହେବାକୁ ପଡ଼ିବ। ଏହି ଲକ୍ଷ୍ମୀ ନାରାୟଣ
ସର୍ବଗୁଣ ସମ୍ପନ୍ନ ଥିଲେ। ତେଣୁ ଏମାନଙ୍କର ଗୁଣର ଗାୟନ କରାଯାଇଥାଏ। ପୁଣି 84 ଜନ୍ମ ନେବା ପରେ ଅଯୋଗ୍ୟ ହୋଇଯାଇଥାନ୍ତି। ଗୋଟିଏ ଜନ୍ମ ମଧ୍ୟ ତଳକୁ ଖସିଗଲେ ତେବେ ଟିକିଏ କଳା କମ୍ ହେଲା। ଏହିପରି ଧୀରେ ଧୀରେ କଳା କମ୍ ହୋଇଯାଉଛି। ସେହିପରି ଡ୍ରାମା ମଧ୍ୟ ଉଙ୍କୁଣି ସଦୃଶ ଚାଲିଥାଏ ନା। ତୁମେମାନେ ମଧ୍ୟ ଧୀରେ ଧୀରେ ତଳକୁ ଖସୁଛ। 1250 ବର୍ଷ ପରେ 2 କଳା କମ୍ ହୋଇଯାଉଛି। ରାବଣ ରାଜ୍ୟରେ ଶୀଘ୍ର ଶୀଘ୍ର କଳା କମ୍ ହୋଇଯାଉଛି। ଗ୍ରହଣ ଲାଗିଯାଉଛି। ଯେପରି ସୂର୍ଯ୍ୟ ଚନ୍ଦ୍ରକୁ ମଧ୍ୟ ଗ୍ରହଣ ଲାଗିଥାଏ ନା, ଏପରି ନୁହେଁ ଯେ ଚନ୍ଦ୍ରମା ତାରକାଗଣଙ୍କୁ ଗ୍ରହଣ ଲାଗିନଥାଏ। ସଭିଙ୍କୁ ପୁରା ଗ୍ରହଣ ଲାଗିଯାଇଛି। ବାବା କହୁଛନ୍ତି ଯେ ତାଙ୍କୁ ମନେ ପକାଇଲେ ହିଁ ଗ୍ରହଣ ଛାଡ଼ିବ। ଏବେ କୌଣସି ବି ପାପ କର୍ମ କରିବା ଉଚିତ ନୁହେଁ। ପ୍ରଥମ ନମ୍ବରର ପାପ ହେଲା ଦେହ ଅଭିମାନରେ ଆସିବା। ଏହା ବହୁତ କଡ଼ା ପାପ ଅଟେ। ପିଲାମାନଙ୍କୁ ଏହି ଗୋଟିଏ ଜନ୍ମ ପାଇଁ ହିଁ ଶିକ୍ଷା ମିଳୁଛି। କାହିଁକିନା ଏବେ ଦୁନିଆକୁ ପରିବର୍ତ୍ତନ ହେବାର ଅଛି। ପୁଣି ଏଭଳି ଶିକ୍ଷା କେବେ ମିଳି ବି ନଥାଏ। ବାରିଷ୍ଟରୀ ଆଦିର ଶିକ୍ଷା ତ ତୁମେ ଜନ୍ମ ଜନ୍ମାନ୍ତର ପଢ଼ି ଆସିଛ। ସ୍କୁଲ ଆଦି ତ ସଦାସର୍ବଦା ରହିଛି। କିନ୍ତୁ ଏହି ଜ୍ଞାନ ଥରେ ମାତ୍ର ମିଳିଥାଏ। ବାସ୍। ଜ୍ଞାନର ସାଗର ପିତା ପରମାତ୍ମା ଥରେ ମାତ୍ର ଆସନ୍ତି। ସେ ନିଜର ଏବଂ ନିଜ ରଚନାର ଆଦି ମଧ୍ୟ ଅନ୍ତର ସମ୍ପୂର୍ଣ୍ଣ ଜ୍ଞାନ ଦିଅନ୍ତି। ବାବା କେତେ ସହଜ ରୂପେ ବୁଝାଉଛନ୍ତି ଯେ ତୁମେ ଆତ୍ମାମାନେ ପାଠଧାରୀ ଅଟ। ଆତ୍ମାମାନେ ନିଜ ଘରୁ ଆସି ଏଠାରେ ପାଠ କରୁଛନ୍ତି। ତାକୁ ମୁକ୍ତିଧାମ କୁହାଯାଉଛି। ସ୍ୱର୍ଗରେ ତ ଜୀବନ ମୁକ୍ତି ରହିଛି, ଏଠାରେ ଜୀବନ ବନ୍ଧନ ରହିଛି। ଏହି ଶବ୍ଦକୁ ମଧ୍ୟ ଯଥାର୍ଥ ରୂପରେ ମନେ ରଖିବାକୁ ହେବ। ମୋକ୍ଷ କେବେ କାହାକୁ ମିଳିନଥାଏ। ମନୁଷ୍ୟମାନେ କହିଥାନ୍ତି ଯେ ଆମକୁ ମୋକ୍ଷ ମିଳିଯାଉ, ଅର୍ଥାତ୍ ଜନ୍ମ ମୃତ୍ୟୁର ଚକ୍ରରୁ ମୁକ୍ତି ମିଳିଯାଉ। ପରନ୍ତୁ ଏହି ଡ୍ରାମାର ପାର୍ଟରୁ ତ କେହି ବାହାରି ପାରିବେ ନାହିଁ। ଏହା ଅନାଦି ପୂର୍ବ ପ୍ରସ୍ତୁତ ଖେଳ ଅଟେ। ବିଶ୍ୱର ଇତିହାସ ଭୂଗୋଳର ପୁନରାବୃତ୍ତି ହେଉଛି। ସତ୍ୟ ଯୁଗରେ ସେହି ଦେବତାମାନେ ଆସିବେ। ପୁଣି ପରେ ଇସଲାମୀ, ବୌଦ୍ଧୀ ଆଦି ସମସ୍ତେ ଆସିବେ। ଏହା ଏକ ମନୁଷ୍ୟ ସୃଷ୍ଟି ରୂପକ ବୃକ୍ଷ ହୋଇଯିବ। ଏହାର ବୀଜ ଉପରେ ଅଛି। ବାବା ହେଲେ ମନୁଷ୍ୟ ରୂପୀ ସୃଷ୍ଟିର ବୀଜ ରୂପ। ମନୁଷ୍ୟ ସୃଷ୍ଟି ରୂପୀ ବୃକ୍ଷ ତ ଅଛି, ପରନ୍ତୁ ସତ୍ୟ ଯୁଗରେ ତାହା ବହୁତ ଛୋଟ ଥାଏ। ପୁଣି ଧୀରେ ଧୀରେ ବହୁତ ବୃଦ୍ଧି ହୋଇଯାଇଥାଏ। ଆଚ୍ଛା, ପୁଣି ଛୋଟ କିପରି ହେବ? ବାବା ଆସି ପତିତରୁ ପବିତ୍ର କରୁଛନ୍ତି। ତେବେ କେତେ କମ୍ ମନୁଷ୍ୟ ପାବନ ହେଉଛନ୍ତି। କୋଟିକରେ କେହି ଜଣେ ପବିତ୍ର ହେଉଛନ୍ତି। ତେଣୁ ଅଧାକଳ୍ପ ବହୁତ କମ୍ ସଂଖ୍ୟକ ମନୁଷ୍ୟ ରହିଥାନ୍ତି। ପୁଣି ଅଧାକଳ୍ପ ଭିତରେ କେତେ ବୃଦ୍ଧି ହୋଇଯାଆନ୍ତି। ତେଣୁ ସବୁଠାରୁ ବେଶୀ ସମ୍ପ୍ରଦାୟ ସେହି ଦେବୀ ଦେବତାମାନଙ୍କର ହେବା ଦରକାର। କାହିଁକିନା ଏମାନେ ପ୍ରଥମେ ପ୍ରଥମେ ଆସିଥାନ୍ତି, ପରନ୍ତୁ ସେମାନେ ଅନ୍ୟ ଧର୍ମକୁ ଚାଲିଯାଇଥାନ୍ତି। କାରଣ ବାବାଙ୍କୁ ହିଁ ଭୁଲିଯାଆନ୍ତି। ଏହା ହେଉଛି ଏହି ଗୋଟିଏ ଭୁଲର ଖେଳ। ଭୁଲିବା ଦ୍ୱାରା କାଙ୍ଗାଳ ହୋଇଯାଇଥାନ୍ତି। ଭୁଲି ଭୁଲି ଏକଦମ୍ ଭୁଲିଯାଆନ୍ତି। ଭକ୍ତି ବି ପ୍ରଥମେ ଜଣକର ହିଁ କରିଥାନ୍ତି। କାରଣ ସମସ୍ତଙ୍କର ସଦ୍ଗତି କେବଳ ସେହି ଜଣେ ହିଁ କରନ୍ତି। ତେଣୁ ଅନ୍ୟ କାହାର ଭକ୍ତି କରିବା କ'ଣ ଦରକାର? ଏହି ଲକ୍ଷ୍ମୀ ନାରାୟଣଙ୍କୁ ମଧ୍ୟ ଶିବ ବାବା ହିଁ ଏହିପରି କରିଛନ୍ତି ନା। ଶ୍ରୀକୃଷ୍ଣ କିପରି କରିବେ? ଏହା ତ ହୋଇପାରିବ ନାହିଁ। ରାଜଯୋଗ ଶ୍ରୀକୃଷ୍ଣ କିପରି ଶିଖାଇବେ? ସେ ତ ସତ୍ୟଯୁଗର ରାଜକୁମାର ଅଟନ୍ତି। କେତେ ଭୁଲ କରିଦେଇଛନ୍ତି। ବୁଦ୍ଧିରେ କିଛି ରହୁ ହିଁ ନାହିଁ। ଏବେ ବାବା କହୁଛନ୍ତି ଯେ
ମୋତେ ମନେ ପକାଅ ଏବଂ ଦୈବୀ ଗୁଣ ଧାରଣ କର। କୌଣସି ବି ସମ୍ପତ୍ତି ଆଦିର ଯଦି ଝଗଡ଼ା ଅଛି ତାକୁ ସମାପ୍ତ କରିଦିଅ। ଝଗଡ଼ା କରି କରି ତ ପ୍ରାଣ ମଧ୍ୟ ଚାଲିଯିବ। ବାବା ବୁଝାଉଛନ୍ତି ଯେ ବ୍ରହ୍ମା ବାବା ସବୁକିଛି ଛାଡ଼ିଦେଲେ। କୌଣସି ଝଗଡ଼ା ଆଦି କଲେ କି? କମ୍ ମିଳିଲା ତ ଭଲ ହେଲା, ତା ବଦଳରେ କେତେ ବଡ଼ ରାଜପଦ ମିଳିଲା। ବାବା ବତାଇଥାନ୍ତି ଯେ ମୋତେ ବିନାଶ ଏବଂ ସତ୍ୟଯୁଗ ଦୁନିଆର ସାକ୍ଷାତକାର ହେଲା, ତେଣୁ କେତେ ଖୁସି ଲାଗିଲା। ଆମକୁ ବିଶ୍ୱର ବାଦଶାହୀ ମିଳିବ ତ? ଏସବୁ କ'ଣ? ଏପରି କ'ଣ କିଏ ଭୋକରେ ମରିଯିବେ? ପଇସା ନଥାଇ ବି ପେଟକୁ 2 ମୁଠା ଦେଇପାରୁଛନ୍ତି ନା? ମମ୍ମା କ'ଣ କିଛି ଆଣିଥିଲେ? ଏବେ ମମ୍ମାଙ୍କୁ କେତେ ମନେ ପକାଉଛନ୍ତି। ବାବା କହୁଛନ୍ତି, ଯୋଗ କରୁଛ, ଏହା ତ ଠିକ୍ କଥା, ପରନ୍ତୁ ଏବେ ମମ୍ମାଙ୍କର ନାମ ରୂପକୁ ମନେ ପକାଅ ନାହିଁ। ଆମକୁ ମଧ୍ୟ ତାଙ୍କ ଭଳି ଧାରଣା କରିବାକୁ ହେବ। ଆମକୁ ମଧ୍ୟ ମମ୍ମାଙ୍କ ସଦୃଶ ହୋଇ ସିଂହାସନର ଅଧିକାରୀ ହେବାର ଯୋଗ୍ୟ ହେବାକୁ ପଡ଼ିବ। କେବଳ ମମ୍ମାଙ୍କର ମହିମା କଲେ କ'ଣ ହେବ? ବାବା ତ କହୁଛନ୍ତି ମାମେ କମ୍ ୟାଦ୍ କରୋ, ଅର୍ଥାତ୍ ମୋତେ ମନେ ପକାଅ। ତେଣୁ ଯୋଗର ଯାତ୍ରାରେ ରହିବାକୁ ହେବ। ମମ୍ମାଙ୍କ ସଦୃଶ ଜ୍ଞାନ ଶୁଣାଇବାକୁ ହେବ। ମମ୍ମାଙ୍କର ମହିମାର ପ୍ରମାଣ ସେତେବେଳେ ମିଳିବ ଯେତେବେଳେ ତୁମେ ମଧ୍ୟ ସେହିପରି ମହିମା ଯୋଗ୍ୟ ହୋଇ ଦେଖାଇବ। କେବଳ ମମ୍ମା ମମ୍ମା କହିଲେ ପେଟ ପୂରିଯିବ ନାହିଁ, ଆହୁରି ମଧ୍ୟ ପେଟ ପିଠିରେ ଲାଗିଯିବ। ଶିବ ବାବାଙ୍କୁ ମନେ ପକାଇଲେ ପେଟ ଭର୍ତ୍ତି ହେବ। ଏହି ଦାଦାଙ୍କୁ ମନେ ପକାଇଲେ ପେଟ ଭର୍ତ୍ତି ହେବ ନାହିଁ। ସ୍ମରଣ ତ ଜଣକୁ ହିଁ କରିବାକୁ ହେବ। ସେହି ଜଣକର ହିଁ ସମସ୍ତ ମହାନତା ଅଟେ। ସେବାର ଉପାୟ ବାହାର କରିବା ଦରକାର। ସର୍ବଦା ମୁଖରୁ ମଧୁର ଶବ୍ଦ ବାହାରୁ। ଯଦି କଟୁ ଶବ୍ଦ ବାହାରିବ ତାହେଲେ ପଥରକୁ ପଥର ହୋଇ ରହିଯିବ। ସେଥିପାଇଁ ଗୁଣ ବହୁତ ଭଲ ଧାରଣ କରିବାକୁ ହେବ। ତୁମକୁ ଏଠାରେ ସର୍ବଗୁଣ ସମ୍ପନ୍ନ ହେବାକୁ ପଡ଼ିବ। ଯଦି ଦଣ୍ଡର ଭାଗୀଦାର ହେବ, ତେବେ ପୁଣି ପଦ ଭଲ ମିଳିବ ନାହିଁ। ଏଠାକୁ ପିଲାମାନେ ଆସୁଛନ୍ତି ବାବାଙ୍କ ସମ୍ମୁଖରୁ ଶୁଣିବା ପାଇଁ। ଏଠାରେ ତାଜା ତାଜା ନିଶା ବାବା ଚଢ଼ାଉଛନ୍ତି। ସେବା କେନ୍ଦ୍ରରେ ମଧ୍ୟ ନିଶା ଚଢ଼ୁଛି। ପୁଣି ଘରକୁ ଗଲେ ସମ୍ବନ୍ଧୀ ଆଦିଙ୍କୁ ଦେଖି ନିଶା ଖଲାସ ହୋଇଯାଉଛି। ତୁମେ ଜାଣୁଛ ଯେ ଏଠାରେ ଆମେ ବାବାଙ୍କ ପରିବାରରେ ଅଛୁ। ସେଠାରେ ଆସୁରୀ ପରିବାର ହୋଇଥାଏ। କେତେ ଝଗଡ଼ା ଆଦି ଲାଗିଥାଏ। ସେଠାରେ ଯିବା ମାତ୍ରେ ପଙ୍କ କାଦୁଅରେ ଯାଇ ପଡ଼ିଥାନ୍ତି। ଏଠାରେ ତ ତୁମେମାନେ ବାବାଙ୍କୁ ଭୁଲିବା ଉଚିତ ନୁହେଁ। ଦୁନିଆରେ ପ୍ରକୃତ ଶାନ୍ତି କାହାକୁ ବି ମିଳିପାରିବ ନାହିଁ। ପବିତ୍ରତା, ସୁଖ, ଶାନ୍ତି, ସମ୍ପତ୍ତି ବାବାଙ୍କ ବ୍ୟତୀତ କେହି ଦେଇପାରିବେ ନାହିଁ। ଏପରି ନୁହେଁ ଯେ ବାବା ଆଶୀର୍ବାଦ କରୁଛନ୍ତି ଆୟୁଷ୍ମାନ ହୁଅ, ପୁତ୍ରବାନ ହୁଅ। ନା, ଆଶୀର୍ବାଦରେ କିଛି ବି ମିଳିବ ନାହିଁ। ଏହା ମନୁଷ୍ୟଙ୍କର ଭ୍ରାନ୍ତ ଧାରଣା। ସନ୍ନ୍ୟାସୀ ଆଦି ମଧ୍ୟ ଆଶୀର୍ବାଦ କରିପାରିବେ ନାହିଁ। ଆଜି ଆଶୀର୍ବାଦ ଦେଇଥାନ୍ତି, ପୁଣି କାଲି ନିଜେ ହିଁ ମରିଯାଆନ୍ତି। ଦେଖ, ପୋପ୍ ବି କେତେ ଆସିଲେଣି, କେତେ ଗଲେଣି। ଗୁରୁମାନଙ୍କର ଗଦି ଚାଲିଥାଏ। ଛୋଟ ଅବସ୍ଥାରେ ମଧ୍ୟ ଗୁରୁମାନେ ମରିଯାଆନ୍ତି ତ ପୁଣି ଅନ୍ୟ କାହାକୁ ଗୁରୁ କରି ନିଅନ୍ତି କିମ୍ବା ଛୋଟ ଚେଲାକୁ ଗୁରୁ କରିଦିଅନ୍ତି। ବାପଦାଦା ତ ଦାତା ଅଟନ୍ତି, ସେ ନେଇ କ'ଣ କରିବେ? ବାବା ତ ନିରାକାର ନା, ଶରୀରଧାରୀମାନେ ହିଁ ନେବେ। ଏସବୁ ମଧ୍ୟ ବୁଝିବାର କଥା ଅଟେ। ଏପରି କେବେ କହିବା ଉଚିତ ନୁହେଁ ଯେ ଆମେ ଶିବ ବାବାଙ୍କୁ ଦେଉଛୁ। ନା, ଆମେମାନେ ଶିବ ବାବାଙ୍କ ଠାରୁ ପଦ୍ମଗୁଣା ନେଉଛେ, ତାଙ୍କୁ କିଛି ହେଲେ ଦେଉନାହୁଁ। ବାବା ତ ତୁମକୁ ଅଗଣିତ ସମ୍ପତ୍ତି ଦେଉଛନ୍ତି। ଶିବ ବାବା ତ ଦାତା ଅଟନ୍ତି। ତୁମେମାନେ ତାଙ୍କୁ ଦେବ କିପରି? ମୁଁ ଦେଲି, ଏହିଭଳି ଭାବିବା ଦ୍ୱାରା ପୁଣି ଦେହ ଅଭିମାନ ଆସିଥାଏ। ଆମେ ଶିବ ବାବାଙ୍କ ଠାରୁ ନେଉଛୁ,
ବାବାଙ୍କ ପାଖକୁ ଢେର ପିଲା ଆସୁଛନ୍ତି, ଆସି ରହୁଛନ୍ତି, ତେଣୁ ବ୍ୟବସ୍ଥା ଦରକାର ନା। ଅର୍ଥାତ୍ ତୁମେମାନେ ନିଜ ପାଇଁ ହିଁ ଦେଉଛ। ତାଙ୍କୁ କ'ଣ ନିଜ ପାଇଁ କିଛି କରିବାର ଅଛି? ସିଏ ରାଜଧାନୀ ମଧ୍ୟ ତୁମକୁ ଦେଉଛନ୍ତି, ତେଣୁ କରୁଛ ମଧ୍ୟ ତୁମେ। ମୁଁ ତୁମମାନଙ୍କୁ ନିଜଠାରୁ ମଧ୍ୟ ଶ୍ରେଷ୍ଠ କରୁଛି। ଏଭଳି ପିତାଙ୍କୁ ତୁମେ ଭୁଲି ଯାଉଛ। ଅଧା କଳ୍ପ ପୂଜ୍ୟ, ଅଧା କଳ୍ପ ପୂଜାରୀ। ପୂଜ୍ୟ ହୋଇଗଲେ ତୁମେମାନେ ସୁଖଧାମର ମାଲିକ ହେଉଛ, ପୁଣି ପୂଜାରୀ ହେଲେ ଦୁଃଖଧାମର ମାଲିକ ହୋଇଯାଉଛ। ଏ କଥା ମଧ୍ୟ କାହାକୁ ଜଣା ନାହିଁ ଯେ ବାବା କେତେବେଳେ ଆସି ସ୍ୱର୍ଗର ସ୍ଥାପନା କରୁଛନ୍ତି। ଏହି କଥାକୁ ତୁମେ ସଙ୍ଗମଯୋଗୀ ବ୍ରାହ୍ମଣ ହିଁ ଜାଣିଛ। ବାବା ଏତେ ସୁନ୍ଦର ଭାବରେ ବୁଝାଉଛନ୍ତି, ତଥାପି ମଧ୍ୟ ବୁଦ୍ଧିରେ ରହୁନାହିଁ। ଯେପରି ବାବା ବୁଝାଉଛନ୍ତି ସେହିଭଳି ଯୁକ୍ତିର ସହିତ ଅନ୍ୟମାନଙ୍କୁ ବୁଝାଇବା ଦରକାର। ପୁରୁଷାର୍ଥ କରି ଏଭଳି ଶ୍ରେଷ୍ଠ ହେବା ଦରକାର। ବାବା ପିଲାମାନଙ୍କୁ ବୁଝାଉଛନ୍ତି ଯେ ତୁମମାନଙ୍କ ଭିତରେ ବହୁତ ଭଲ ଦୈବୀ ଗୁଣ ରହିବା ଆବଶ୍ୟକ। କୌଣସି କଥାରେ ରୁଷିଯାଅ ନାହିଁ, ଚେହେରା ମୁର୍ଦାର ପରି କର ନାହିଁ। ବାବା କହୁଛନ୍ତି ଯେ ଏଭଳି କୌଣସି କାମ ଏବେ କର ନାହିଁ। ଚଣ୍ଡୀ ଦେବୀଙ୍କର ମଧ୍ୟ ମେଳା ଲାଗୁଛି। ଚଣ୍ଡିକା ସେହିମାନଙ୍କୁ କହନ୍ତି ଯିଏ ବାବାଙ୍କ ମତରେ ଚାଲନ୍ତି ନାହିଁ, ଯିଏ ଦୁଃଖ ଦିଅନ୍ତି। ଏଭଳି ଚଣ୍ଡିକାମାନଙ୍କର ମଧ୍ୟ ମେଳା ଲାଗୁଛି। ମନୁଷ୍ୟ ଜ୍ଞାନୀ ଅଟନ୍ତି ନା? ଅର୍ଥ କିଛି ହେଲେ ବୁଝୁନାହାନ୍ତି। କାହା ପାଖରେ ବି ଶକ୍ତି ନାହିଁ। ସେମାନେ ତ ଯେପରି ସମ୍ପୂର୍ଣ୍ଣ ଖାଲି ହୋଇଯାଇଛନ୍ତି। ତୁମେ ବାବାଙ୍କୁ ଭଲ ଭାବରେ ସ୍ମରଣ କରୁଛ, ତେଣୁ ବାବାଙ୍କ ଦ୍ୱାରା ତୁମକୁ ଶକ୍ତି ମିଳୁଛି। କିନ୍ତୁ ଏଠାରେ ରହୁଥିଲେ ମଧ୍ୟ ଅନେକଙ୍କର ବୁଦ୍ଧି ବାହାରକୁ ଚାଲି ଯାଉଛି। ସେଥିପାଇଁ ବାବା କହୁଛନ୍ତି ଯେ ଏଠାରେ ତୁମେ ଚିତ୍ର ସାମ୍ନାରେ ବସିଯାଅ। ସେଥିପାଇଁ ବାବା କହୁଛନ୍ତି ଯେ ଏଠାରେ ତୁମେ ଚିତ୍ର ସାମ୍ନାରେ ବସିଯାଅ। ତେବେ ତୁମର ବୁଦ୍ଧି ଏଥିରେ ବ୍ୟସ୍ତ ରହିବ। ଗୋଲା ବା ସୃଷ୍ଟିଚକ୍ର, ସିଡ଼ି, 84 ଜନ୍ମର କାହାଣୀ ଉପରେ କାହାକୁ ବୁଝାଇଲେ ତାଙ୍କୁ କୁହ, ସତ୍ୟଯୁଗରେ ବହୁତ କମ୍ ମନୁଷ୍ୟ ଥାଆନ୍ତି, ଏବେ ତ ବହୁତ ମନୁଷ୍ୟ ଅଛନ୍ତି। ବାବା କହୁଛନ୍ତି ଯେ ମୁଁ ବ୍ରହ୍ମାଙ୍କ ଦ୍ୱାରା ନୂଆ ଦୁନିଆର ସ୍ଥାପନା ଏବଂ ପୁରୁଣା ଦୁନିଆର ବିନାଶ କରାଉଛି। ଏହିଭଳି ଅଭ୍ୟାସ କରିବାର ଅଛି। ତେବେ ନିଜର ମୁଖ ନିଜେ ହିଁ ଖୋଲିପାରିବ। ଭିତରେ ଯାହା ଚାଲୁଛି ତାହା ବାହାରକୁ ମଧ୍ୟ ବାହାରିବା ଦରକାର। ତୁମେ ମୂକ ଅର୍ଥାତ୍ ଘୁଙ୍ଗା ତ ନୁହଁ ନା? ଘରେ ତ ଚିତ୍କାର କରିବା ପାଇଁ ମୁଖ ଖୋଲୁଛ, ଜ୍ଞାନ ଶୁଣାଇବା ପାଇଁ ମୁଖ ଖୋଲୁନାହଁ। ଚିତ୍ର ତ ସମସ୍ତଙ୍କୁ ମିଳିପାରିବ, କିନ୍ତୁ ସାହସ ରଖିବା ଦରକାର। ନିଜ ଘରର କଲ୍ୟାଣ କରିବା ଉଚିତ। ନିଜର ଘରକୁ ଚିତ୍ରରେ ସଜାଇ ଦିଅ, ତେବେ ତୁମେମାନେ ବ୍ୟସ୍ତ ରହିବ। ଏହା ଯେପରି ତୁମର ପାଠାଗାର ହୋଇଯିବ। ଅନ୍ୟର କଲ୍ୟାଣ କରିବା ପାଇଁ ଚିତ୍ର ଆଦି ଲଗାଇବା ଆବଶ୍ୟକ। ଯିଏ ବି ଆସୁଛନ୍ତି ତାଙ୍କୁ ବୁଝାଅ, ତୁମେ ବହୁତ ସେବା କରିପାରିବ। ଅଳ୍ପ କିଛି ବି ଶୁଣିଲେ ମଧ୍ୟ ପ୍ରଜାରେ ଆସିଯିବେ। ବାବା ଏତେ ଉନ୍ନତିର ଯୁକ୍ତି ବତାଉଛନ୍ତି। ଯଦି ବାବାଙ୍କୁ ସ୍ମରଣ କରିବ ତେବେ ତୁମର ବିକର୍ମ ବିନାଶ ହୋଇଯିବ। ବାକି ଗଙ୍ଗାରେ ଯାଇ କେତେ ବି ବୁଡ଼ ପକାଅ, ବିକର୍ମ ବିନାଶ ହେବ ନାହିଁ। ଏସବୁ ଅନ୍ଧଶ୍ରଦ୍ଧା ଅଟେ। ହରିଦ୍ୱାରରେ ତ ସାରା ସହରର ଆବର୍ଜନା ଯାଇ ଗଙ୍ଗାରେ ପଡ଼ୁଛି। ସାଗରରେ କେତେ ଆବର୍ଜନା ପଡ଼ୁଛି, ନଦୀରେ ମଧ୍ୟ ଆବର୍ଜନା ପଡ଼ୁଛି। ତେବେ ତା ଦ୍ୱାରା ପବିତ୍ର କିପରି ହୋଇପାରିବ? ମାୟା ସମସ୍ତଙ୍କୁ ବିଲକୁଲ ଅଜ୍ଞାନ କରିଦେଇଛି। ବାବା ପିଲାମାନଙ୍କୁ ହିଁ କହୁଛନ୍ତି ଯେ ମୋତେ ମନେ ପକାଅ, ତୁମର ଆତ୍ମା ଡାକୁଛି ନା, ହେ ପତିତ ପାବନ ଆସ। ସେ ତୁମ ଶରୀରର ଲୌକିକ ପିତା, କିନ୍ତୁ ପତିତ ପାବନ ଏକମାତ୍ର ପିତା ପରମାତ୍ମା ଅଟନ୍ତି। ଏବେ ଆମେ ସେହି ପବିତ୍ର କରୁଥିବା ପିତାଙ୍କୁ ମନେ ପକାଉଛୁ।
जीवन मुक्ति दाता जणे ही अटंती अन्य केही नुहंती। एते सहज कथार अर्थ मध्य केही बुझु नाहंती। अच्छा, मिठे मिठे शिखिलाधे संतान मानंक प्रति मात पिता बाप दादांकर मधुर स्नेह संपन्न शुभेच्छा एवं सुप्रभात। आत्मिक पितांकर आत्मिक संतान मानंकु नमस्ते। आत्मिक संतान मानंकर आत्मिक पितांको ओम शांति। गुड मॉर्निंग, नमस्ते 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 नमस्ते। ओम शांति। धारणा पाए मुख्य सार 1 नंबर, मुखरु ज्ञानरत्न बाहर करिवार अभ्यास करिवाकु हेबो। मुखरु केबे हेले कंटा बा पथर बाहर करिवार नाही। निजर एवं घरर कल्याण करिबा पाए निज घरे चित्र गुड़िको सजेई ताहा उपरे विचार सागर मंथन करी अन्य मानंकु बुझाइबाकु हेबो। सेही कार्य व्यस्त रहिबाकु हेबो। 2 नंबर, बाबांक ठारू आशीर्वाद मागिबा परिवर्ते तांकर श्रेष्ठ मतरे चालिबाकु हेबो। सबु महिमा शिव बाबांकर अटे, सेथिपाई तांको ही मने पकाइबाकु हेबो। यही भली अभिमान केबे भी न आसु जे मो बाबांको एते सबु देछि। आजिर वरदान, बाप समान स्थिति द्वारा समयको निकटको आणुथिबा तत्त्वम्र वरदाने भव। बाप समान स्थिति द्वारा समयको निकटको आणुथिबा तत्त्वम्र वरदाने भव। मोर पणियाको समाप्त करिबा अर्थात बाप समान स्थिति रे स्थित होई समयको पाखे आनिबा। जोंठी निजर देह बा निजर कौनसी भी वस्तु प्रति मोर पणिया रहिछि सेठारे समानतारे कमी रहिबो। कमी रहिबा अर्थ डिफेक्ट। यही बड़ी डिफेक्ट वाला आत्मा केबे भी परफेक्ट अर्थात संपूर्ण होई पारिबो नाही। तेणु परफेक्ट हेबा पाई सर्वदा बाबांकर स्नेहरे लवलीन होई रुह। जदि सर्वदा बाबांकर स्नेहरे लवलीन रहिबो तेबे अति सहजरे अन्य मानंको मध्य निज समान बा बाप समान करि पारिबो। बाप दादा निजर लवली अर्थात प्रिय एवं लवलीन स्थिति रे स्थित रहुथिबा पिलामानंको सर्वदा तत्त्वम अर्थात तुमे सेही कल्प पूर्वर श्रेष्ठ देवात्मार वरदान देथांती। आजिर स्लोगन, जदि परस्परर विचार को रिगार्ड अर्थात सम्मान देव। जदि परस्परर विचार को एवं परस्परर विचार को रिगार्ड अर्थात सम्मान देव। जदि परस्परर विचार को रिगार्ड अर्थात सम्मान देव तेबे निजर रेकर्ड भल होई जीवो। अव्यक्त इशारा, निज प्रति एवं समस्तंक प्रति निजर संकल्प द्वारा जोगर शक्ति गुड़िको प्रयोग कर। निज प्रति एवं समस्तंक प्रति निजर संकल्प द्वारा जोगर शक्ति गुड़िको प्रयोग कर। मानसिक सेवा अर्थात संकल्प द्वारा सेवा करिबा पाए हेले मन बुद्धि व्यर्थ चिंतनरो मुक्त हेबा दरकार एवं मनमना भव मंत्रर सहज स्वरूप हेबा दरकार। तेबे जेउ श्रेष्ठ आत्मा मानंकर मानसिक वृत्ति श्रेष्ठ एवं शक्तिशाली अटे, शुभ भावना एवं शुभ कामना संपन्न अटे, सेमाने निजर मानसिक वृत्ति द्वारा शक्ति गुड़िकर दान देई पारिबे। ओम शांति।